ଗୋଟିଏ ଲୋକ ଯୋଗୁ ସତ୍ୟାନାଶ ହେଇଗଲା ଆଉ କହିବା ଦରକାର ଗୋଟିଏ ଲୋକ ଯୋଉଟା ଭୁଲ କଲେ ଗୋଟିଏ ଲୋକ ତ ପାଣ୍ଡିଆନ ଆଉ କିଏ ନାଁଟା କହିବି। ବାବା ଆପଣଙ୍କର ଇଏ ଯୋଉ ବର୍ତ୍ତମାନ ଆପଣ ଭାରତୀୟ ଜନତା ପାର୍ଟିରେ ମିଶିଗଲେଣି ତ? କେବେଠୁ? ଆପଣଙ୍କର କନଫ୍ୟୁଜନ ଟିକେ ବହୁତ ହେଲା ଯେ ବାବା ସତରେ ମିଶିଲେ କେମିତି ମିଶିଲେ କୋଉଠି ମିଶିଲେ ମିଶାମିଶି ଗୁପ୍ତରେ ନାଇଁ ଦିଲ୍ଲୀରେ ମିଶିଲି ଯେ ଏଠି ମାନେ ଆଉ ଗୋଟେ ସ୍ପେଶାଲ ଫଙ୍କସନ ବି କରିକି ମିଶେଇଦେଲେ। ଭେରି ଓପନ କିଛି ପ୍ରୋବ୍ଲେମ ନାହିଁ। ଆମ ପାର୍ଟିଟାକୁ ତ ଲୋକ ଭୋଟ ଦେଲେନି ଆଉ କାହିଁକି ରହି ଯୋଉ ପାର୍ଟି ତିଆରି କରିଥିଲି ସେଠୁ ବିଜେଡି ଛାଡ଼ିଲେ। ବିଜେଡି ଛାଡିବାର କାରଣ ହଉଛି ମୁଁ ବନ୍ଧୁ ଭାବରେ କହୁଛି ଗୋଟିଏ ଲୋକ ଯୋଗୁ ସତ୍ୟାନାଶ ହେଇଗଲା ଆଉ କହିବା ଦରକାର ଗୋଟିଏ ଲୋକ ଯୋଉଟା ଭୁଲ କଲେ ଗୋଟିଏ ଲୋକ ତ ପାଣ୍ଡିଆନ ଆଉ କିଏ ନାଁଟା କହିବି। ତାର କଣ ଦରକାର ଥିଲା ବୋଲି ଆପଣ କେମିତି କହିବେ? ମୁଁ ଏଇ ଅର୍ଥରେ କହୁଛି ତାର କଣ ଥିଲା ଯେ ଯେଉଁମାନେ ଦଳ ତିଆରି କରିଥିଲେ ସେମାନଙ୍କୁ କାଢିବା ତଡିବା ଟିକେଟ ନଦବା ଏସବୁ ଭାବନା କାହିଁ କରାହଉଛି। ଆପଣଙ୍କୁ କଣ ପ୍ରତିଶ୍ରୁତି ଦେଇଥିଲେ ପାଣ୍ଡିଆନ? ପାଣ୍ଡିଆନକୁ ମୁଁ କାହିଁ ପଚାରିବି ମୁଁ ଗୋଟେ ସ୍ଥିର ସିଦ୍ଧାନ୍ତରେ ଉପନୀତ ହେବି ନିଶ୍ଚୟ ମତେ ଦେବେ ଟିକେଟ ଆଉ କଣ। ତେଣୁ ମୁଁ କଣ ଭାବିଥିଲି ସେମାନେ ଏତେ ଷଡ଼ଯନ୍ତ୍ର କରିବେ। ଆପଣ କୋଉଠି ଟିକେଟ ଦେଇଥାନ୍ତେ? ଯୋଉଠୁ ନାହାନ୍ତି ମୁଁ ତ ଆଗରୁ ଠିଆ ହେଇଥିଲି ଯୋଉଠି ଠିଆ ହେଇଛି ଆମ ବିଜେଡି ଟିକେଟରେ ମୁଁ କେବେ ହାରିନି ଯୋଉଠି ଦଉନାହାନ୍ତି। ନାଇଁ ଆପଣ କଣ ପ୍ରତିଶ୍ରୁତି ଦେଇଥିଲେ ଟିକେଟ ଦେବେ ବୋଲି? ପ୍ରତିଶ୍ରୁତି ତ କାହାକୁ ଦେଇନାହାନ୍ତି ଆଉ ମତେ କେମିତି ଦେବେ। ତେଣୁ ଆମେ ଜାଣିଛୁ ଟିକେଟଟା ସେ ଡିକ୍ଲାର କରିଦେଲେ ଯେମିତି ରାଜ୍ୟସଭାକୁ ଡିକ୍ଲାର କଲେ ତାପରେ ମତେ ଥରେ ନୁହଁ ଦିଥର ନୁହଁ 3 ଥର 4 ଥର ଧୋକା ଦେଲେ ତାପରେ ଯାଇକି ଯୋଉ ଟିକେଟଟା ଛିଲକାରେ ଦିଆହେଲା ସେଇଟା ବି ଡିକ୍ଲାର ହେଇଥିଲା ମୁଁ ସବୁ ଠିଆ ହେବି ବୋଲି ସେଇଟାକୁ ବି କାଟିଦେଲେ। ତାପରେ ଯୋଉମାନଙ୍କର ପାର୍ଟି ପାଇଁ ଅବଦାନ ନାହିଁ ପାର୍ଟି ପାଇଁ ଦିନେ କାର୍ଯ୍ୟ କରିନାହାନ୍ତି ସେମାନଙ୍କୁ ସବୁ ବାହାରୁ ଆଣି ଠିଆ କରାଇଲେ ଏବଂ ସେମାନେ ବି ମୋଠୁ ଟିକେଟ ଛଡେଇ ନେଇକି ଗଡି ପଡିଲେ। ଏଇଟା ସତ କହୁଛି ସତ ଏପଟ ସତ ଗୋଟେ ମିଛ ନାହିଁ। ତା ସତ୍ତ୍ୱେ ମୁଁ ତ ନିଜେ ପାର୍ଟି ବିରୁଦ୍ଧରେ ପଦେ କହିନାହିଁ କାହା ବିରୁଦ୍ଧରେ ପଦେ କହିନାହିଁ। ପାଣ୍ଡିଆନଙ୍କ ପାଇଁ ବୋଲି କେମିତି କହିବେ? ପାଣ୍ଡିଆନକୁ କଣ ସେଇଟା ମୁଁ ନ କହିବା ଭଲ ହାଲ୍ଲା ମୁଁ କହୁଛି ମୁଁ କହିଛି ସଦାବେଳେ ତମର ଦେଖିବ ରେକର୍ଡ ଖୋଜ ଯେତେ ମତେ ପଚାରିଛ ସବୁଠି କହିଛି ନବୀନ ପଟ୍ଟନାୟକ ଥିବା ଯାଏ ଇଏ ଦଳ କୁ କେହି ହରେଇ ପାରିବେନି ଚାଲିଥିବ ସେମିତିକା। ଦେଖିଲା ବେଳକୁ ନବୀନ ପଟ୍ଟନାୟକ ଅଛନ୍ତି ଏବଂ କିଭଳି ଭୁଲ କଲେ ନବୀନ ପଟ୍ଟନାୟକ ଜାଗାରେ ବୁଲିଲେ ଚାରିଆଡେ ମତେ ଆଗେ ବୁଲେଇ ଦେଲେ ମୁଁ ଆଗେ ବୁଲିଲି ତାପରେ ଦେଖିଲି ସିଏ ଯେତେବେଳେ ଦେଖିଲି ଆରେ ଇଏ ତ କଣ ବୁଲୁଛି ଲୋକ ତ ବଢିଆ ହଉଛନ୍ତି ଆଉ ଏଇଟାକୁ ତଳିଦେଲେ ଯିବ କାମ ସରିଲା ଆଉ ତାପରେ ସେ ନିଜେ ଠିଆ ହେଇଗଲେ ମୁଖ୍ୟମନ୍ତ୍ରୀ ଲୋଭ ଖାଇଦେଲା ତାକୁ। ତେଣୁ ମୁଖ୍ୟମନ୍ତ୍ରୀ ଥାଉ ସେ ନିଜେ ମୁଖ୍ୟମନ୍ତ୍ରୀ ହେଇଗଲେ ଏଇଟା ସତ୍ୟ ଅଟେ ମୁଁ ଅନ୍ୟ କୋଉ ରାଜନୀତି ଉଦ୍ଦେଶ୍ୟରେ କହୁଛି। ତେଣୁ କଣ ଆଉ କହିବି ତମେ ମୋର ପୁରୁଣା ବନ୍ଧୁ ତମକୁ କହୁଛି ନା ମୁଁ ଆଉ କାହାକୁ କିଛି କହୁନି। ଆଉ ଆପଣ କଣ ଭାବୁଛନ୍ତି ବିଜେପି ହାରୁ ଜିତିଗଲା ଆଉ ବିଜେଡି ଜିତୁ ହାରିଗଲା? ବିଜେଡି ଟା ଜିତୁ ହାରିଗଲା ଏବଂ କହୁଛ ବିଜେପି ଟା ମାନେ ହାରୁ ଜିତିଗଲା ନାଇଁ। ବିଜେପି ଟାର ଆଗରୁ ଆମର ଅର୍ଗାନାଇଜେସନ ଥିଲା। ବିଜେପି ଯେତେବେଳେ ଆରମ୍ଭ କଲା ତାଙ୍କର ଯୋଉ ଗୋଟେ ଗଠନ ହେଇନାହିଁ କିନ୍ତୁ ସେଇ ଧରଣ ଚାଲିଲା। ଏଇଟା ମୋଦିଜୀ ଆଗରୁ ପ୍ଲାନ କରିକି ଆମ ପ୍ରଦେଶରୁ ଯୋଉ ନେଲେ ଯାହାଙ୍କୁ ରାଷ୍ଟ୍ରପତି କରେଇଲେ ଏଇଟା ଗୋଟେ ମର୍ଯ୍ୟାଦା ଜନକ ଉପହାର ଓଡିଶା ପାଇଁ ଥିଲା। ସେଇଟା ଆଉ ଗୋଟେ କାରଣ ଜିତିବା ପାଇଁ ବିଜେପି ର।